ଆମ ଓଡ଼ିଆ ଘରେ 12 ମାସରେ 13 ପର୍ବ। ଆଉ ପ୍ରତ୍ୟେକ ପର୍ବରେ ଅଲଗା ଅଲଗା ପିଠା, ଅଲଗା ଅଲଗା ବ୍ୟଞ୍ଜନ ପ୍ରସ୍ତୁତ ହୁଏ। ଏଇ ଯେମିତି ଆଷାଢ଼ ମାସରେ ଆମର ଚିତଉ ପିଠା ହେଲା ବେଳକୁ ରଜ ସଂକ୍ରାନ୍ତିରେ ପୋଡ଼ ପିଠା, ଠିକ୍ ସେମିତି ମାର୍ଗଶିର ମାସରେ ମଣ୍ଡା ପିଠା ବା ଏଣ୍ଡୁରି ପିଠା। ହ୍ୟାଲୋ ଫ୍ରେଣ୍ଡ, ଜୟ ଜଗନ୍ନାଥ। ତ ଚାଲନ୍ତୁ ଆଜି ସେଇ ମାର୍ଗଶିର ମାସ ଅଷ୍ଟମୀ ବା ପ୍ରଥମାଷ୍ଟମୀର ଆମେ ଏଣ୍ଡୁରି ପିଠା ବନେଇବା। ଆଜି ବିରିର ଏଣ୍ଡୁରି ବନେଇବା, ସେଥିପାଇଁ ଏଠି ମୁଁ ନେଇଛି 1 କପ୍ ଚୋପା ଲଗା ବିରି ଆଉ ତା ସାଙ୍ଗରେ 2 କପ୍ ଚାଉଳ। ଯଦି ଆପଣ ବିରି ଡାଲି ନେବେ ତାହେଲେ 1 କପ୍ ବିରି ଡାଲିକୁ 1 କପ୍ ଚାଉଳ ନେବେ। ବିରିକୁ ବତୁରେଇକି ଆମେ ତାକୁ ଟିକେ ମୋଟା ଆଣ୍ଟ କରିକି ବାଟିବା ବିନା ପାଣି ଦେଇକି। ଯଦି ଆପଣ ଛୋଟ ଗ୍ରାଇଣ୍ଡରର ଜାରରେ ବାଟିବେ ତାହେଲେ ଏମିତି ବିନା ପାଣି ଦେଇକି ଟିକେ ମୋଟାରେ ବାଟି ହେବ। ଆଉ ଚାଉଳକୁ ଗୁଣ୍ଡ କରିକି ତାର ଚୁନା ପ୍ରସ୍ତୁତ କରିକି ରଖିନେବା। ଏବେ ବିରିକୁ ଗୋଟେ ବଡ଼ ଜାଗାରେ ରଖିକି ଭଲ ଭାବରେ ହାତରେ ଏମିତି ଗୋଳେଇବା, ଯେମିତିକି ବିରି ଭଲ ଭାବରେ ଫେଣି ହେଇକି ପୁରା ନରମ ହେଇଯିବ। ବିରିଟାକୁ ଆମେ ଯେତେ ଗୋଳେଇବା ପିଠା ଆମର ସେତିକି ନରମ ହେବ। ଏବେ ବିରି ଫେଣି ହେଇସାରିଲା ପରେ ସେଥିରେ ଆମେ ଯେଉଁ ଚାଉଳକୁ ଗୁଣ୍ଡ କରିକି ରଖିବା, ଚାଉଳ ଗୁଣ୍ଡ କରିକି ଯଦି ବାଟିଦେବା ତାହେଲେ ଚାଉଳ ବି ପାଣି ହେଇଯିବ, ତେଣୁ ଚାଉଳକୁ ଗୁଣ୍ଡ କରିକି ଚୁନା କରିନେବା। ଆଉ ଚାଉଳ ଚୁନାକୁ ଦେଇକି ସେଥିରେ ଲୁଣ ପକେଇକି ଆମେ ଗୋଳେଇବା, ଯେମିତିକି ପିଠାକୁ ଟିକେ ଭଲ ଭାବରେ ମୋଟା ଆଣ୍ଟ ହେବ, ସେତିକି ଆମେ ସେଇ ଅନୁସାରେ ଚାଉଳ ମିଶାଇବା। ତାକୁ ଘୋଡ଼େଇକି ବର୍ତ୍ତମାନ 2 ଘଣ୍ଟା ପର୍ଯ୍ୟନ୍ତ ରଖିଦେବା, ଯେମିତିକି ଚାଉଳ ବିରି ଭଲ ଭାବରେ ମିଶିକି ଫୁଲି ଉଠିବ। ଏବେ ପିଠା ପାଇଁ ଆମେ ପୁର ପ୍ରସ୍ତୁତ କରିବା। ପିଠା ପାଇଁ ନଡ଼ିଆ ପୁର ବି ନେଇପାରିବେ। ଆଜି ମୁଁ ରାଶି ପୁର ଆପଣମାନଙ୍କୁ ଦେଖାଉଛି, ସେଥିପାଇଁ ଏଠି ମୁଁ ନେଇଛି 1 କପ୍ ଚୋପା ଲଗା ବିରି, ଯାହାକୁ ଆମେ ଆଗରୁ 1 ଦିନ ଆଗରୁ ଧୋଇକି ଭଲ ଭାବରେ ଚୋପା ଛଡ଼େଇକି ଶୁଖେଇକି ରଖିନେଇଛି। 1 କପ୍ ହାଣ୍ଡିର ଗୁଡ଼, ଯେଉଁଟାକି ଟିକେ ଲିକ୍ୱିଡ୍ ଫର୍ମରେ ଅଛି ଯେଉଁ ଗୁଡ଼, ସେଇ ଗୁଡ଼, ଆଉ 10-15ଟା ବାଦାମ ମଞ୍ଜି। ରାଶି ସାଙ୍ଗରେ ବାଦାମର କମ୍ବିନେସନଟା ବହୁତ ବଢ଼ିଆ ଲାଗେ ରାଶି ଲଡ଼ୁରେ ଯଦି ଦିଆ ହୁଏ। ତେବେ ରାଶିକୁ ଟିକେ ଭଲ ଭାବରେ 1 ଦିନ ଆଗରୁ ମୁଁ ଧୋଇକି ଚୋପା ଛଡ଼େଇକି ରଖିନେଇଛି। ବାଦାମକୁ ମଧ୍ୟ ଭଲ ଭାବରେ ଟିକେ ଭାଜି ନେବା, ଆଉ ରାଶିକୁ ମଧ୍ୟ ଭାଜି ନେବା। ରାଶି ଥଣ୍ଡା ହେଇଗଲା ପରେ ତାକୁ ଟିକେ ହାଲକା ଟିକେ ଗୁଣ୍ଡ କରିଦେବା, ଅଳ୍ପ, ବେଶୀ ନାହିଁ, ଟିକେ ହେମଦସ୍ତାରେ ଅଳ୍ପ ଟିକେ 2 ମିନିଟ୍ ପାଇଁ ଆମେ ତାକୁ କୁଟିଦେଲେ ସେ ଟିକେ ଗୁଣ୍ଡ ହେଇଯିବ। ଏବେ କଡ଼େଇରେ ଆମେ ଗୁଡ଼କୁ ଦେବା ପ୍ୟାନ୍ରେ, ଆଉ ଗୁଡ଼ ଯେମିତି ଗରମ ହେଇଯିବ, ଫୁଟି ଉଠିବ, ସେଥିରେ ଆମେ ଦେବା ରାଶିକୁ ଆଉ ବାଦାମକୁ ଦେଇଦେବା। ଆଉ ତା ସାଙ୍ଗରେ 10-15ଟା ଗୋଲମରିଚକୁ ଗୁଣ୍ଡ କରିକି ଆଉ ଦରଦରା ଗୁଣ୍ଡ କରିକି ଦେଇଦେବା। ଏଇ ଯେଉଁ ରାଶିର ପୁରରେ ଗୁଜୁରାତି ବା ଅଳେଇଚ ସବୁ ଦିଆଯାଏନି, କାରଣ ରାଶିର ଏକ ସ୍ୱତନ୍ତ୍ର ବାସ୍ନା ଅଛି, ସେଥିପାଇଁ କେବଳ ଗୋଲମରିଚ ଟିକେ ଦିଆହୁଏ। ତ ଏଠି ମାତ୍ର 1 ମିନିଟ୍ ତାକୁ ପୁରକୁ ରାଶିକୁ ଗୁଡ଼ ସାଙ୍ଗରେ ମିଶାଇକି ବାହାର କରିନେବେ। ନହେଲେ ଯଦି ବେଶୀ ଆମେ ତାକୁ ଘାଣ୍ଟିବା ତାହେଲେ ସେ ପୁରା ପାଣି ଶୁଖିଯିବ ଆଉ ମୋଟା ଆଣ୍ଟ ହେଇଯିବ, ଯେମିତି ଲଡ଼ୁର ପାଗ ହେଇଯିବ, ପୁର ଭଲ ହେବନି, ଟାଣ ହେଇଯିବ। ଦେଖନ୍ତୁ ଏଇଠି ଭିତରେ ଆମର 2 ଘଣ୍ଟା ଭିତରେ ପିଠଉ ପୁରା ଭଲ ଭାବରେ ଫୁଲି ଉଠିଛି, ଆଉ ପାଣି ସବୁ ଟାଣି ନେଇଛି ଚାଉଳ। ଏବେ ଆମେ ପିଠା କରିବା। ଏଣ୍ଡୁରି ପିଠା ପାଇଁ ଆମର ମୁଖ୍ୟ ଜିନିଷ ଯେଉଁଟା ଦରକାର ସେଇଟା ହେଉଛି ହଳଦୀ ପତ୍ର। ଟିକେ ହଳଦୀ ପତ୍ରକୁ ଭଲ ଭାବରେ ଧୋଇକି ଆଗରୁ ସଫା କରିକି ତାକୁ ଶୁଖେଇକି ରଖିନେବେ, ତାପରେ ପିଠା କରିବା। ଟିକେ ଚଉଡ଼ା ବାଲା ପତ୍ର ନେଲେ ବହୁତ ବଢ଼ିଆ ହୁଏ, 2 ପଟ ସାଇଡ଼୍ରେ ଯେମିତି ଆମକୁ ପିଠଉ ଦେଇ ହେବ। ତ ମଝିରେ ପିଠଉକୁ ଦେଇକି ତା ଭିତରେ ଆମେ ପୁର ସବୁ ଦେଇଦେବା, ଆଉ 2 ସାଇଡ଼୍ରୁ ଧରିକି ଧୀରେ ସେ ପତ୍ରକୁ ଆମେ ଯଦି 2 ସାଇଡ଼୍ରୁ ଧୀରେ ସେ ପ୍ରେସ୍ କରିଦେଲେ ପୁର ମଝିରେ ରହିଯିବ, ଆଉ ତା ଉପରେ ପିଠଉ ରହିଯିବ, ହାତ ଲଗାଇବାକୁ ପଡ଼ିବନି, ଖୁବ୍ ସହଜରେ ଆଉ ସୁବିଧାରେ ଆମର ପିଠା ପ୍ରସ୍ତୁତ ହେଇଯିବ। ତେଣୁ ମୁଁ ଆଉ ଗୋଟେ କରିକି ଦେଖେଇ ଦେଉଛି। ପିଠଉକୁ ମଝିରେ ପତ୍ରର ମଝିରେ ଦେଇଦେବେ, ତାପରେ ପୁର ଦେଇକି 2 ସାଇଡ଼୍ରୁ ଧୀରେ ସେ ହାତ ପ୍ରେସ୍ କରିଦେଲେ ପୁର ମଝିରେ ରହିଯିବ ଆଉ ପିଠଉ ତା ଉପରକୁ ଚଢ଼ିଯିବ। ତ ଏମିତି କରିକି ତାପରେ ଆମେ ପିଠାକୁ ସିଝେଇବା। ଷ୍ଟିମରରେ ହଉ ବା ଇଟିଲି ଷ୍ଟାଣ୍ଡରେ ହଉ ଆମେ ସିଝେଇ ପାରିବେ, କାରଣ ଗାଁ ମାନଙ୍କରେ ତ ଅଥାର ବନ୍ଧା ହୁଏ। ଅଥାର ମାନେ ହାଣ୍ଡି ଉପରେ କପଡ଼ା ବାନ୍ଧିକି ତାକୁ ଅଥାର କୁହାହୁଏ, ତା ଅଧରେ ବନ୍ଧା ହୁଏ। ଏବେ ତ ଆଉ ଅଥାର ସମସ୍ତଙ୍କ ଘରେ ହେଉନି, ତେଣୁ ସମସ୍ତେ ଇଟିଲି ଷ୍ଟାଣ୍ଡ ବା ଷ୍ଟିମରରେ ସିଝଉଛନ୍ତି। ତ ରାଶି ପୁର ଏମିତିକୁ ମୁଁ ଏଠି ନଡ଼ିଆ ପୁର ମଧ୍ୟ କରିକି ରଖିନେଇଛି। ଟିକେ ନଡ଼ିଆ ପୁରରେ ମଧ୍ୟ ଏମିତି ଆପଣ ସେଇ ଏକା ପ୍ରୋସେସ୍ରେ ନଡ଼ିଆ ପୁର ଦେଇକି ମଝିରେ କରିପାରିବେ। ଛେନା ପୁର ମଧ୍ୟ କରାହୁଏ। ତ ରାଶି ପୁର ଆଉ ନଡ଼ିଆ ପୁର ହିଁ ବିରି ଏଣ୍ଡୁରିରେ ବେଶୀ ଭଲ ଲାଗେ। ତ ଏଇଭଳିଆ ସବୁ ରଖିଦେଇକି ତାପରେ ତାକୁ ଅଧା ଘଣ୍ଟା ପର୍ଯ୍ୟନ୍ତ ଆପଣ ଷ୍ଟିମ୍ କରିଦିଅନ୍ତୁ। ଥଣ୍ଡା ହେଇଗଲା ପରେ ଅଧା ଘଣ୍ଟା ପରେ ଯେତେବେଳେ ଟିକେ ଥଣ୍ଡା ହେଇଯିବ ପିଠା, ସେତେବେଳେ ଯାଇକି ପତ୍ରରୁ ବାହାର କରିକି ଆପଣ ଖାଇବେ। ତ ଫ୍ରେଣ୍ଡସ୍, ଯଦି ଭିଡ଼ିଓ ଭଲ ଲାଗିଲା ତାହେଲେ ଆପଣ ଲାଇକ୍ କରନ୍ତୁ। ଯଦି ଫାର୍ଷ୍ଟ ଟାଇମ୍ ଆସିଛନ୍ତି
ताले निश्चय सब्सक्राइब करेंगे। आउ जदि फेसबुक पेज रे देखुचंती ताले मो चैनल को मते फॉलो करनेबे। टिके ठंडा हो गला परे ए आपण पत्ररू पिठो को बाहर करंतु आ ता संगे तापर ताको पूजा करिकी भोग लगे खांतु। बहुत सहज सुविधा, बहुत सहज स्वादिष्ट आ बहुत सहज रे मध्य तैयारी हो जाय परिबो। तो फ्रेंड्स निश्चय बनातु, खातु, केमती लगला मते कमेंट्स करके आपण जणेबे। आ जदि आपण बिरिर एंडुरी करचंती बा चावलर एंडुरी करचंती ए वर्ष की एंडुरी पिठा करचंती ताको मध्य कमेंट रे जणेबे। तो नेक्स्ट वीडियो देखा हबो। जय जगन्नाथ।